ଆଜିର ପ୍ରେସମିଟ୍ର ଆପଣଙ୍କର ମୂଳ ଉଦ୍ଦେଶ୍ୟ କ'ଣ? ମୂଳ ଉଦ୍ଦେଶ୍ୟ ହେଉଛି ଝାରସୁଗୁଡ଼ାର ବିକାଶ କହୁଛନ୍ତି। କିଛି ଲୋକ ଝାରସୁଗୁଡ଼ାକୁ ଆସିଛନ୍ତି ବିକାଶ କରିବା ପାଇଁ ଆସିଛନ୍ତି କହୁଛନ୍ତି। ଝାରସୁଗୁଡ଼ା ସେମାନେ ବିକାଶ କରୁଛନ୍ତି ନା ଝାରସୁଗୁଡ଼ାକୁ ବିନାଶ ଦିଗରେ ନେଉଛନ୍ତି। ପାନ୍ଥ ନିବାସ ଗୋଟେ ଏକ୍ଜାମ୍ପଲ୍। ଝାରସୁଗୁଡ଼ାରେ ପାନ୍ଥ ନିବାସ ହଜିଯାଉଛି, ନହେଲେ କୌଣସି ପାର୍ଟିକୁ ଶିଳ୍ପପତିମାନଙ୍କୁ ପାନ୍ଥ ନିବାସ ଝାରସୁଗୁଡ଼ାରେ ବଡ଼ ଜମି 5-10 ଏକର ଜମି ତାଙ୍କୁ ଦିଆହେଉଛି। ତ ଏଇଟା ଗୋଟେ ଜ୍ୱଳନ୍ତ ଉଦାହରଣ। ଆପଣ ଯେଉଁ ଆର୍ଟିଆଇରେ ତଥ୍ୟ ମାଗିଛନ୍ତି, ଆର୍ଟିଆଇର ତଥ୍ୟର ଉଦ୍ଦେଶ୍ୟ କ'ଣ କହିବେ? ଆର୍ଟିଆଇ ତଥ୍ୟ ମାଗିଲେ କ'ଣ ଘଟଣା କ'ଣ ଆର୍ଟିଆଇର ତଥ୍ୟ ହେଉଛି ଆମ ଝାରସୁଗୁଡ଼ା ପାନ୍ଥ ନିବାସର ସ୍ଥିତି କ'ଣ? ଆପଣ ଆର୍ଟିଆଇ ମାଗିଥିଲେ, ଆପଣଙ୍କୁ କ'ଣ ତଥ୍ୟ ମିଳିଛି ସେଇଟା କୁହନ୍ତୁ। ତଥ୍ୟ ଦେଇଛନ୍ତି ଝାରସୁଗୁଡ଼ାରେ ତାଙ୍କ ଲେଖାରୁ ଯାହା ଜଣାପଡ଼ି ତଥ୍ୟରୁ ଏଡିସନାଲ୍ ଟୁରିଜମ୍ ଡାଇରେକ୍ଟର ରାଉରକେଲା ସେ ଲେଖିଛନ୍ତି ଯେ ଝାରସୁଗୁଡ଼ାରେ ଆମେ 2012ରୁ ଟିଲ୍ ଲେଖ ମାଗିଥିଲୁ। ତ ଝାରସୁଗୁଡ଼ାରେ କୌଣସି ପାନ୍ଥ ନିବାସ ନଥିଲା କିମ୍ବା କୌଣସି ପଇସା ଖର୍ଚ୍ଚ ହେଇନି। କିନ୍ତୁ ତା ଆଗରୁ ସେମାନେ 5,50,00,000 ଖର୍ଚ୍ଚ ହେଇଛନ୍ତି ଦେଇଛନ୍ତି, ଯେଉଁଟା ପେପରରେ ବାହାରିଥିଲା। ଆଉ ସେ ପେପର ବି ଆମ ପାଖରେ ଅଛି। ତ ଏବେ କ'ଣ କହୁଛନ୍ତି? ପାନ୍ଥ ନିବାସ ଯଦି ନାହିଁ ତାହେଲେ ଆପଣଙ୍କୁ ଆର୍ଟିଆଇରେ ଯେଉଁ ତଥ୍ୟ ମିଳିଛି ସେ ଆର୍ଟିଆଇ ତଥ୍ୟ କ'ଣ ଭୁଲ? ଆର୍ଟିଆଇ ତଥ୍ୟ ନିଶ୍ଚୟ ଭୁଲ ଥିବ। ଯିଏ ଦେଇଛନ୍ତି ସେ ତାଙ୍କୁ କିଛି ଜଣା ନଥିବ, ସେ ଦେଇଛନ୍ତି। ତ ଆମେ ଏଇଟା କଲେକ୍ଟର ପାଖକୁ ଯାଇକି ଅଛି ସେ ଜମି କୁଆଡ଼େ ଗଲା, ପାନ୍ଥ ନିବାସ କୁଆଡ଼େ ଗଲା, ଜମି କୁଆଡ଼େ ଗଲା, ସେ ଜିନିଷ ନେଇକି ଆମେ କଲେକ୍ଟରକୁ ଫାଷ୍ଟ ଦେବୁ। ସପ୍ତାହ ଭିତରେ କିଛି ସେ ପ୍ରପର ୱେରେ ଆମକୁ କିଛି ହେଲ୍ପ ନ କଲେ ଆମେ ଷ୍ଟ୍ରାଇକ୍ କରିବୁ କିମ୍ବା ରାଜରାସ୍ତା ବନ୍ଦ କରିବୁ। ଏଥିରେ କିଛି ବଡ଼ ସ୍କାମ୍ କିଛି ରହିଛି ବୋଲି ଭାବୁଛନ୍ତି କି? ନିଶ୍ଚିତ ଭାବେ ସ୍କାମ୍ ରହିଛି। କିଛି ଲୋକ ଆମର ଅଛନ୍ତି ଯେଉଁମାନେ ଜନପ୍ରତିନିଧି କୁହନ୍ତି, ବଡ଼ ବାବୁମାନେ ଅଛନ୍ତି ସରକାରୀ ସ୍ତରରେ ହଉ କି ଶାସକ ଦଳ ହଉ, ସେମାନେ ନିଶ୍ଚିତ ଭାବରେ ଗୋଟେ ସ୍କାମ୍ରେ ସାମିଲ ଥିବେ। ଏଥିରେ କ'ଣ ଜିଲ୍ଲା ପ୍ରଶାସନ ବି ସମ୍ପୃକ୍ତ ଅଛି ବୋଲି ଭାବୁଛନ୍ତି? ହଁ ଅଛନ୍ତି। ଜିଲ୍ଲା ପ୍ରଶାସନ ଏବେ ନୂଆ କଲେକ୍ଟର ଅଛି, ତା ଆଗରୁ ଯାଇଥିଲେ ତ ମୁଁ 100% କହିବି ସେ ସାମିଲ ଅଛନ୍ତି। ତ ବିଭିନ୍ନ ସମୟରେ ଦେଖାଯାଏ ଆର୍ଟିଆଇରେ ସମ୍ପୂର୍ଣ୍ଣ ସଠିକ୍ ତଥ୍ୟ ଆସେ। ଆପଣ କେମିତି କହିପାରୁଛନ୍ତି ଯେ ଆର୍ଟିଆଇ ତଥ୍ୟଟା ଭୁଲ ବୋଲି? ଆର୍ଟିଆଇ ତଥ୍ୟଟା ଭୁଲ ଅଛି ମୁଁ ଏଥିପାଇଁ କହିପାରୁଛି, 2 ବର୍ଷ ଆଗରୁ ପେପରରେ ବାହାରିଥିଲା ସେଠି ପାନ୍ଥ ନିବାସ ଥିଲା କହିକି, କେସ୍ ନମ୍ବର ବି ହେଇଥିଲା। ସେ ସମୟରେ ସେମାନେ କହିବା କଥା ଯେ ଏଠି ପାନ୍ଥ ନିବାସ ନଥିଲା, ନହେଲେ ପେପର ଯେଉଁ ପେପରରେ ଛାପିଛନ୍ତି ସେ ପେପର ଏଗେନ୍ଷ୍ଟରେ ସେମାନେ କେସ୍ କରିବା କଥା। ପ୍ରଶାସନ ନିଜେ କେସ୍ କରିବା କଥା, ତୁମେ ଆମକୁ ବଦନାମ କରିବା ପାଇଁ କରୁଛ ବୋଲି। ସେମାନେ କିଛି କରିନାହାନ୍ତି। ଏଥିରୁ ଜଣାପଡ଼ୁଛି ସେଠି ପାନ୍ଥ ନିବାସ ଥିଲା।